Some DC3 Unit 16 Some themes message in ECCE. ECC ର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ସମଗ୍ର ଶିଶୁ ବିକାଶ। ECCରେ ଥିମ୍ ଭିତ୍ତିକ ଶିକ୍ଷା କ'ଣକୁ ଗୁରୁତ୍ୱ ଦେଇଥାଏ? ଅନୁଭବ ଓ ଖେଳ। ଶିଶୁଙ୍କ ପାଇଁ ସ୍ୱଚ୍ଛତା ବିଷୟ ଆସେ କେଉଁ ଥିମ୍ରେ? ବ୍ୟକ୍ତିଗତ ସ୍ୱଚ୍ଛତା। ପରିବେଶ ସହ ପରିଚୟ କେଉଁ ଥିମ୍ରେ ଆସେ? ପରିବେଶ ଥିମ୍। ECCEର ଜୀବନ କୌଶଳ କେଉଁ ପ୍ରକାର? ପାଠ୍ୟପୁସ୍ତକୀୟ। ସୁରକ୍ଷା ବାର୍ତ୍ତା କ'ଣକୁ ବୁଝାଏ? ବିପଦରୁ ସୁରକ୍ଷା। ଶିଶୁଙ୍କ ସେୟାର କରିବା କ'ଣ ଥିମ୍ର ଅଂଶ? ସାମାଜିକ ବିକାଶ। ECCରେ ସ୍ୱାସ୍ଥ୍ୟ ପୋଷଣ କାହିଁକି ଦରକାର? ଶିଶୁଙ୍କୁ ଶକ୍ତିଶାଳୀ କରିବା ପାଇଁ। ନିମ୍ନ ଶିକ୍ଷାସ୍ତର ଶିଶୁ ପାଇଁ ଶିକ୍ଷା କେମିତି ହେବା ଉଚିତ? ସହଜ ଓ ରୁଚିକର। ECCରେ ପରିବାର କ'ଣ ମୁଖ୍ୟ ସହଭାଗୀ? ଶିଶୁଙ୍କୁ ଭଲ ମନେ କହିବା କ'ଣ ବିକାଶ ସହିତ ସମ୍ପର୍କିତ? ଭାବନା। ଅଧିକ ଶିଖିବା ପାଇଁ ଶିଶୁ କ'ଣ ଦିଆଯାଏ? ସ୍ୱତନ୍ତ୍ର ଅନୁଭବ। ପ୍ରକୃତି ପ୍ରେମ କେଉଁ ଥିମ୍ରେ ଆସେ? ପରିବେଶ। ଶିଶୁଙ୍କୁ ଟ୍ରାଫିକ୍ ରୁଲ୍ସ କାହିଁକି ଶିଖାଯାଏ? ସୁରକ୍ଷା ପାଇଁ। ECCରେ ପରିଚର୍ଯ୍ୟା ଆଚରଣ କାହା ପାଇଁ? ଶିଶୁଙ୍କୁ ନୂଆ ଆଦତ ଶିଖାଇବା ପାଇଁ। ପରିବେଶ ସୁରକ୍ଷା ଶିଶୁଙ୍କୁ କେମିତି ଶିଖାଯିବ? ଚିତ୍ର ଓ କଥା ମାଧ୍ୟମରେ। ECCରେ ଥିବା ଥିମ୍ ଆଧାରିତ କାର୍ଯ୍ୟ କ'ଣ? ଏକ ଥିମ୍ର ଅନେକ କାର୍ଯ୍ୟ। ଶିଶୁଙ୍କୁ ଭଲ ଛୁଆ ମନେ କରିବାରେ କ'ଣ ଶିଖାଯାଏ? ସୁସଂସ୍କାର। ECCରେ କାହାଣୀ ବ୍ୟବହାର ହୁଏ କାହିଁକି? ନୀତି ଓ ମୂଲ୍ୟ ବୁଝାଇବା ପାଇଁ। ସୁଫଳ ଥିମ୍ ଆଧାରିତ ଶିକ୍ଷା ପାଇଁ କ'ଣ ଆବଶ୍ୟକ? ଅଭ୍ୟାସ, ଖେଳ, କାର୍ଯ୍ୟ। ପରିବାରରେ ଥିମ୍ ଶିଶୁକୁ କ'ଣ ଶିଖାଏ? ପରସ୍ପର ସହଯୋଗ। ଶିଶୁଙ୍କ ନୀତି ମୂଲ୍ୟ ବିକାଶ କ'ଣ ପାଇଁ ଉପଯୁକ୍ତ? କାହାଣୀ ପାଇଁ। ମୋ ଦେହ ଥିମ୍ରେ ଶିଶୁ କ'ଣ ଶିଖେ? ଦେହ ଅଂଶ। ପରିବହନ ଥିମ୍ରେ କ'ଣ ଶିଖାଯାଏ? ଟ୍ରାଫିକ୍ ସୁରକ୍ଷା। ECCରେ ସମାନତା ବା ଇକ୍ୱାଲିଟି କ'ଣ ଶିଖାଏ? ସବୁଠି ସମାନ ଅଧିକାର। ପର୍ବପର୍ବାଣୀ ଥିମ୍ କାହାକୁ କୁହାଯାଏ? ସାମାଜିକ ସମ୍ପର୍କ। ଶିଶୁ ପାଇଁ ଖେଳ ଆଧାରିତ ଶିକ୍ଷା କେଇଟି? ରୁଚିଭିତ୍ତିକ ଶିକ୍ଷା। ECCର ସୁରକ୍ଷା ସନ୍ଦେଶ କ'ଣ? ଅଜାଣାକୁ ସତର୍କ। ଭାରତ ମୋ ଦେଶ ଥିମ୍ କ'ଣ ଶିଖାଏ? ଜାତୀୟ ପରିଚିତ। ସଫା ସୁତରା କ'ଣ ଥିମ୍ରେ ରହେ? ସ୍ୱଚ୍ଛତା। ପ୍ରକୃତି ଥିମ୍ ପାଇଁ ସର୍ବଶ୍ରେଷ୍ଠ ମାଧ୍ୟମ। ବାହାରେ ଖେଳ। ଜୀବଜନ୍ତୁ ଥିମ୍ ଶିଶୁକୁ କ'ଣ ଶିଖାଏ? ପ୍ରେମ ଓ ସହାନୁଭୂତି। ECCରେ ନୀତି ଶିକ୍ଷା କେମିତି ହୁଏ? କାହାଣୀ, ଗୀତ, ନାଟକ। ସଂସ୍କୃତି ଥିମ୍ କ'ଣ ପ୍ରୋତ୍ସାହନ କରେ? ପରମ୍ପରା। ମୋ ବିଦ୍ୟାଳୟ ଥିମ୍ କ'ଣ ଶିଖାଏ? ବିଦ୍ୟାଳୟ ନିୟମ। ଶିଶୁଙ୍କୁ ମିଶି କରିବାକୁ କ'ଣ କୁହାଯାଏ? ସାମାଜିକ ଶିକ୍ଷା। ପରିବେଶ ପର୍ଯ୍ୟାବରଣ ସୁରକ୍ଷା ଶିଶୁ କେମିତି ଶିଖେ? ଗଛ ଲଗାଇବା। ECCରେ ଖାଦ୍ୟ ଅଭ୍ୟାସ କ'ଣକୁ ଶିଖାଏ? ସୁସ୍ଥ ଖାଦ୍ୟ ଚୟନ। ଆମ ପରିବେଶ ଥିମ୍ ଶିଶୁକୁ କ'ଣ ଜଣାଇଥାଏ? ଚାରିପଟେ କ'ଣ ଅଛି? ECCର ସମୂହ କାର୍ଯ୍ୟ କାହିଁକି? ସହଯୋଗ ଶିଖିବା। ମୋ ଘର ଥିମ୍ ଶିଶୁକୁ କ'ଣ ଶିଖାଏ? ପରିବାର ସଦସ୍ୟ। ରଙ୍ଗ ଥିମ୍ର ସବୁଠୁ ଉପଯୁକ୍ତ କାର୍ଯ୍ୟ। ଚିତ୍ର, ହାତକଳା। ଆମ ଚାରିପାଖରେ ଲୋକ ଥିମ୍ କ'ଣ ଶିଖାଏ? ସମାଜ ସହ ପରିଚୟ। ECCରେ କାୟିକ ଚଳନ କାହିଁକି? ଶାରୀରିକ ବିକାଶ। ଭଲ ଆଦତ କ'ଣ ଥିମ୍ରେ? ନୀତି। ପାଣି ବଞ୍ଚା ବାର୍ତ୍ତା କ'ଣ ପ୍ରଚାର କରେ? ପରିବେଶ ବାର୍ତ୍ତା। ଶିଶୁ ଅଧିକାର ଶିଶୁଙ୍କୁ କ'ଣ ଜଣାଇଥାଏ? ସୁରକ୍ଷା ଶିକ୍ଷା ସମାନ। ECCରେ ରୋଲ୍ ପ୍ଲେ କାହିଁକି? ଅନୁଭବ ଆଧାରିତ ଶିକ୍ଷା। ମୋ ମିତ୍ର ଥିମ୍ କ'ଣ ଶିଖାଏ? ମିତ୍ରତା ଓ ସହଯୋଗ। ଶାକ ସବ୍ଜି ଥିମ୍ କ'ଣ ପ୍ରଦାନ କରେ? ସୁସ୍ୱାସ୍ଥ୍ୟ ଜ୍ଞାନ। ବସ୍ତ୍ର ଥିମ୍ ଶିଶୁ କ'ଣ ଶିଖେ? ଋତୁ ଅନୁଯାୟୀ ପୋଷାକ। ECCରେ ଦେଶପ୍ରେମ କ'ଣ? ଜାତୀୟ ପରିଚୟ। ଆମ ଜାତୀୟ ଥିମ୍ ଦ୍ୱାରା କ'ଣ ଶିଖାଯାଏ? ପ୍ରକୃତି ପ୍ରେମ। ଜଳ ସୁରକ୍ଷା କ'ଣ ପାଇଁ ଶିଖାଯାଏ? ବିପଦରୁ ସୁରକ୍ଷା। ମଧୁର ବ୍ୟବହାର କ'ଣ ଶିଖାଏ? ସାମାଜିକ ଆଦର। ECCରେ ଗୀତ ନୃତ୍ୟର ଭୂମିକା। ଭାବନା ଓ ଭାଷା ବିକାଶ। ଦୟା କରୁଣା କ'ଣ ଥିମ୍ର ଅଂଶ? ନୀତି ଶିକ୍ଷା। ଶିଶୁକୁ ଖତରା ବସ୍ତୁ ନ ଛୁଇଁବା କେଉଁ ପ୍ରକାର ସନ୍ଦେଶ? ସୁରକ୍ଷା ବାର୍ତ୍ତା। ମୋ ଗାଁ ସହରରେ ଥିମ୍ କ'ଣ କରିଥାଏ? ସାମାଜିକ ପରିଚୟ। ECCରେ ଥିବା ଜ୍ଞାନ ଅନୁଭବ ଯୁଗ କ'ଣ? ଖେଳ କାର୍ଯ୍ୟ ମାଧ୍ୟମରେ ଶିଖିବା। ସମୟ ଅନୁଶାସନ କ'ଣ ଥିମ୍ରେ ଶିଖାଯାଏ? ଭଲ ଆଦତ। ଶିଶୁଙ୍କୁ ଧନ୍ୟବାଦ କହିବା ଶିଖାଇବା କ'ଣ? ସାମାଜିକ ଶିଷ୍ଟାଚାର। ମୋ ଅଧିକାର ଥିମ୍ କ'ଣକୁ ଜଣାଏ? ସୁରକ୍ଷା ଓ ସମ୍ମାନ। ECCରେ ତ୍ୟାଗ ସହନଶୀଳତା କ'ଣ? ନୀତି ମୂଲ୍ୟ। ପରିବେଶ ପରିଷ୍କାର କ'ଣ ପ୍ରକାର ଥିମ୍? ସ୍ୱଚ୍ଛତା। ମୋ ରୁଚି ଥିମ୍ ଶିଶୁକୁ କ'ଣ ଶିଖାଏ? ନିଜ ଆଗ୍ରହ। ECC କାର୍ଯ୍ୟକ୍ରମରେ ଆତ୍ମବିଶ୍ୱାସ କେମିତି ଗଢ଼େ? ପ୍ରସ୍ତୁତି, କାହାଣୀ, ଖେଳ। ପଶୁ ପକ୍ଷୀ ସୁରକ୍ଷା କେଉଁ ପ୍ରକାର ବାର୍ତ୍ତା? ପରିବେଶ। ଜଳବାୟୁ ପରିବର୍ତ୍ତନ ବୁଝାଇବା ଶିଶୁକୁ କେଉଁ ଥିମ୍ରେ? ପରିବେଶ ଥିମ୍ରେ। ମୋ ରାସ୍ତା ଯାତ୍ରା ଥିମ୍ କ'ଣ ଶିଖାଏ? ଟ୍ରାଫିକ୍ ସୁରକ୍ଷା। ନୂତନ ଭାବେ ଦେଇଥିବା ECCରେ କାହିଁକି? ଜ୍ଞାନ ବିକାଶ। ଭିନ୍ନତାର ଏକତା କ'ଣ ପ୍ରକାର ବାର୍ତ୍ତା? ସାମାଜିକ ଓ ଜାତୀୟ। ମୋ ଖେଳନା ଥିମ୍ ଶିଶୁକୁ କ'ଣ ଶିଖାଏ? ସେୟାରିଂ ବା ଭାଗ ବଣ୍ଟା। ECCରେ ପ୍ରଶ୍ନ ପଚାରିବା କାହିଁକି ପ୍ରୋତ୍ସାହନ? ଚିନ୍ତନ ଓ ଜିଜ୍ଞାସା। ପ୍ରାଣୀଙ୍କ ସହ ବ୍ୟବହାର କ'ଣ ଶିଖାଏ? ଦୟା ଓ ଦାୟିତ୍ୱ। ECCରେ ମଣିଷ ପ୍ରକୃତି ସମ୍ପର୍କ କ'ଣ ଥିମ୍ରେ? ପରିବେଶ। ଫଳାଫଳ ଥିବା ଶିଶୁକୁ କ'ଣ ଶିଖାଏ? ପୋଷଣ ଓ ସୁସ୍ଥ ଖାଦ୍ୟ। ECCରେ କିଛି କାମ ନିଜେ କରିବା କ'ଣ? ସ୍ୱାଧୀନତା ବିକାଶ। ମୋ ଭାବନା ଥିମ୍ ଶିଶୁକୁ କ'ଣ ଜଣାଏ? ନିଜ ଭାବନା ବୁଝିବା ଓ ବ୍ୟକ୍ତ କରିବା। ECCରେ ସାମାଜିକ ଦାୟିତ୍ୱ କ'ଣ? ସମାଜ ପାଇଁ ଭଲ କାମ କରିବା। DC3 Unit 17
ବେସିକ୍ ଅଫ୍ ମ୍ୟାନେଜମେଣ୍ଟ। ମ୍ୟାନେଜମେଣ୍ଟ କ'ଣ? ଯୋଜନାମୂଳକ ଭାବେ କାମ କରାଇବା। ମ୍ୟାନେଜମେଣ୍ଟ ଏକ ସବୁଟିଏ ବିଜ୍ଞାନ କଳା ପେଶା। ମ୍ୟାନେଜମେଣ୍ଟର ପ୍ରଥମ କାର୍ଯ୍ୟ କ'ଣ? ପ୍ଲାନିଂ। ପ୍ଲାନିଂ ଇଜ୍ ଲୁକିଂ ହେଡ୍। କିଏ କହିଥିଲେ? ହେନରୀ ଫ୍ରେବୁଲ। ଅର୍ଗାନାଇଜିଂର ଅର୍ଥ କ'ଣ? କାମ ବଣ୍ଟନ। ଷ୍ଟାଫିଂର ଅର୍ଥ ହେଉଛି ନିଯୁକ୍ତି। ଡାଇରେକ୍ଟିଂର ଅଂଶ ହେଉଛି ସବୁଟିଏ। କନକ୍ଲୁଡ଼ିଂ କାହାକୁ କୁହାଯାଏ? ତ୍ରୁଟି ଶୋଧନ। ମ୍ୟାନେଜମେଣ୍ଟର ଫାଦର କାହାକୁ କୁହାଯାଏ? ଟାଇଲର। ସାଇଣ୍ଟିଫିକ୍ ମ୍ୟାନେଜମେଣ୍ଟର ପ୍ରସ୍ତାବକ ହେଉଛି ଟାଇଲର। ଫୋଏଲ କେତୋଟି ନୀତି ଦେଇଥିଲେ? 14ଟି। ୟୁନିଟି ଇନ୍ କମାଣ୍ଡର ଅର୍ଥ କ'ଣ? ଏକ